ବସନ୍ତ ନାୟକଙ୍କ ପାଇଁ କାନ୍ଦୁଛି ପାଳିଆ ମାଟି। ଗାଁକୁ ଛୁଟୁଛନ୍ତି ବସନ୍ତ ପ୍ରେମୀ ଦରଦୀ ମଣିଷମାନେ। ମୃତ୍ୟୁର ତୃତୀୟ ଦିବସରେ ପହଞ୍ଚିଥିଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ। ପତ୍ନୀ, ପୁତ୍ର ଓ ପୁତ୍ରବଧୂଙ୍କୁ ସମବେଦନା ଜଣାଇବା ପାଇଁ ଛୁଟି ଆସିଛନ୍ତି ପାଳିଆ ଗାଁକୁ। ଏକ ଗରିଆନ ଯୁଗର ଅବସାନ ଘଟିଛି। ପାଳିଆ ବିନ୍ଧା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଏବଂ ବିଜୁ ଜନତା ଦଳର ଜଣେ ଅଭେଦ୍ୟ ଅଙ୍ଗକୁ ଆମେ ଆଜି ହରାଇଛୁ ବୋଲି କହିଥିଲେ ଓଡ଼ିଶା ନାରିକେଳ ନିଗମର ପ୍ରାକ୍ତନ ଅଧ୍ୟକ୍ଷ, ସମୟର ଦର୍ପଣରେ ବିରଞ୍ଚି ନାରାୟଣ ପୀଠ ପୁସ୍ତକର ସ୍ରଷ୍ଟା, ବିଏନ୍ଏମ୍ଏ କଲେଜର ପ୍ରତିଷ୍ଠାତା ସଦସ୍ୟ, ସର୍ବୋପରି କୁଣ୍ଡି କଟକର ବାଇମୁଣ୍ଡି ଥିଲେ ବସନ୍ତ କୁମାର ନାୟକ। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ତାଙ୍କ ମୃତ୍ୟୁ ଖବର ଶୁଣି ସ୍ତବ୍ଧ ହୋଇଯାଇଥିଲେ ଭଦ୍ରକବାସୀ। କେବଳ ପାଳିଆ ଅଞ୍ଚଳ ନୁହେଁ, ସାରା ଭଦ୍ରକ ଜିଲ୍ଲା ପାଇଁ ଏହା ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ମତ ରଖିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ବ୍ୟୋମକେଶ ରାୟ। ଦେଖନ୍ତୁ, ସମଗ୍ର ଭଦ୍ରକ ଜିଲ୍ଲା ପାଇଁ ଗୋଟେ ବଡ କ୍ଷତି ହେଇଛି। ସ୍ୱର୍ଗତ ବସନ୍ତ ବାବୁ ଜଣେ କେବଳ ଜଣେ ରାଜନେତା ନଥିଲେ, ସେ ଏ ଅଞ୍ଚଳର ଜଣେ ଦିଗଦର୍ଶକ ଥିଲେ, ପଥ ପ୍ରଦର୍ଶକ ଥିଲେ, ସମାଜସେବୀ ଥିଲେ। ବିଭିନ୍ନ ଅନୁଷ୍ଠାନଠୁ ଆରମ୍ଭ କରିକି ବିଭିନ୍ନ ସାମାଜିକ ଆନ୍ଦୋଳନଠୁ ଆରମ୍ଭ କରି ବିଭିନ୍ନ ସଂଗଠନ ସହିତ ସେ ଜଡ଼ିତ ଥିଲେ। ତ କେବଳ ସେ ବିଜୁ ଜନତା ଦଳ ଭିତରେ ସୀମିତ ନଥିଲେ, ତାଙ୍କୁ ସବୁ ଦଳର ନେତାମାନେ ସମ୍ମାନ ଦଉଥିଲେ ଏ ଅଞ୍ଚଳର ବିକାଶ ପାଇଁ। ଏବଂ ବିଶେଷ କରି ବିଜୁ ବାବୁଙ୍କଠୁ ଆରମ୍ଭ କରି ନବୀନ ବାବୁଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହିତ ସେ ସମ୍ପର୍କ ରକ୍ଷା କରି ଏ ତିହିଡି ଅଞ୍ଚଳ ଭଦ୍ରକ ଜିଲ୍ଲାର ବିକାଶ ପାଇଁ ତାଙ୍କର ଅଦମ୍ୟ ଉତ୍ସାହ ଥିଲା, ଅଦମ୍ୟ ପରିଶ୍ରମ ଥିଲା। ତେଣୁ ଏଭଳି ଜଣେ ଲୋକ ଯେ ଆମକୁ ଛାଡିକି ଚାଲି ଯାଇଛନ୍ତି, ବିଜୁ ଜନତା ଦଳର ତ ଅପୂରଣୀୟ କ୍ଷତି ହେଇଛି, ତା ସହିତ ଭଦ୍ରକ ଜିଲ୍ଲାରେ ମଧ୍ୟ ଗୋଟେ କ୍ଷତି ହେଇଛି, ଗୋଟେ ଶୂନ୍ୟସ୍ଥାନ ସୃଷ୍ଟି ହେଇଛି। ଏଭଳି ଦିଗ୍ଗଜ ନେତା ବେଳେ ବେଳେ ସୃଷ୍ଟି ହୁଅନ୍ତି। ତ ମୁଁ ନିଶ୍ଚିତ ଭାବରେ ଗୋଟେ ଆମେ ଅନୁଭବ କରୁଛୁ ଯେ ତାଙ୍କ ବିୟୋଗରେ ଗୋଟେ ଗଭୀର ଭାବରେ ଆମେ ମର୍ମାହତ ଏବଂ ଗୋଟେ ବଡ କ୍ଷତି ଆମ ଅଞ୍ଚଳରେ ହେଇଛି। ନିଶ୍ଚିତ ଭାବରେ ଭଗବାନ କୁ ପ୍ରାର୍ଥନା କରିବି ଯେ ତାଙ୍କ ଅମର ଆତ୍ମାକୁ ସଦ୍ଗତି ଦିଅନ୍ତୁ ଏବଂ ପରିବାରକୁ ଧୈର୍ଯ୍ୟ ଦିଅନ୍ତୁ। ଏଇ ସମୟରେ ବହୁତ କଷ୍ଟ ଲାଗେ ଏଭଳି ଜଣେ ନେତାଙ୍କୁ ହରାଇକି। ସମଗ୍ର ତିହିଡି ଅଞ୍ଚଳ, ଚାନ୍ଦବାଲି, ଭଦ୍ରକ ସମସ୍ତେ ଆଜି ଜିଲ୍ଲାବାସୀ ମନ ଦୁଃଖରେ ଅଛନ୍ତି ଏବଂ ଆମେ ଆଶା କରୁଛୁ ଯେ ତାଙ୍କ ଠାକୁରଙ୍କ ନିକଟରେ ପ୍ରାର୍ଥନା କରୁଛୁ ଭଗବାନ ତାଙ୍କ ଅମର ଆତ୍ମାକୁ। ଭଦ୍ରକ ଜିଲ୍ଲାରୁ ଏସ୍ପାଲଙ୍କ ରିପୋର୍ଟ, ଓଡ଼ିଶା 24 ଖବର।